ବୁଝିଲୁ କାହ୍ନା। ହଁ ଭାଇ କୁହ। ଇରେ ମୋ ସାଙ୍ଗରେ ଯୋଉ ସାଙ୍ଗସାଥି ମୋର ସବୁ ପଢୁଥିଲେ ଯେମିତି ରଞ୍ଜନ ହେଲା, ଜିତନ ହେଲା, ବିକାଶ ହେଲା, ସେ ସବୁ ବାହାସାଦୀ ହେଇ ତାଙ୍କର ପିଲା ଛୁଆ ହେଇ ତାଙ୍କ ପିଲା ଛୁଆ ବାହାସାଦୀ ହେଇ ସେ ସବୁ ନାତି ଅଣନାତି ପଣନାତି କଣନାତି ସବୁ ଦେଖିଲେଣି। ହେଲେ ମୁଁ ଯୋଉଠିକି ସେଇ। ଭାଇ ତମ ବୟସ କେତେ ହବ କହିଲ? ମୋ ବୟସ ପଚାରୁଛୁ? ମୋ ବୟସ 35। ଇଏ ଯୋଉ ଦେଖୁନୁ ଭାଇନା ମୋ ସାଙ୍ଗରେ ପଢୁଥିଲା। ତମକୁ ତ 10 ବର୍ଷ ତଳେ ପଚାରିଥିଲି ତମେ କହିଥିଲ ସେଇ 35। ଏଇନା ପଚାରିଲା ତମେ କହୁଛ ସେଇ 35। ରେ ବାପା କାହ୍ନା 10 ବର୍ଷ ତଳେ ପଚାରିଥିଲୁ 35, ଏବେ କହୁଛି 35। ଆଗକୁ ଯୋଉ 10 ବର୍ଷ ଆଉଛି ସେ 10 ବର୍ଷ ପରେ ବି ମୋର ବୟସ ସେଇ 35ରେ ହିଁ ରହିବ। ପଚାରୁନୁ କାହିଁକି? ଇରେ ବାପା ମୋର କଥା ଏକ ବାପା ଏକ, ବୁଝିଗଲା। ମୁଁ ତମ ଭଳିଆ ସେ ଦୋଗଲା ନୁହେଁ। ଆଜି କହିବି 35, କାଲି କହିବି 36, ତାପର କହିବି 37, ତାପର କହିବି 40। ନାଇଁ 35 ମାନେ 35। ଆଚ୍ଛା ଭାଇ ଗୋଟେ କଥା କହିବି, ଖରାପ ଭାବିବନି। ଖରାପ କାହିଁ ଭାବିବି? ତୁ ମୋର ସାନ ଭାଇଟା ଭଳିଆ ହବୁ, ଖରାପ ଭାବିବି? ତମେ ଟିକେ ଗ୍ରୀସିଂ କର। ଗ୍ରୀସିଂ କରିବି? ହଁ। କଣ ଚକା? କୋଉ ଚକା? ବୟସର ଚକା। ଏଇଥିପାଇଁ ମୁଁ ତମମାନଙ୍କ ସାଙ୍ଗରେ ବସେନି। ସବୁବେଳେ ଥଟ୍ଟା ମଜା କଣ? ବଡ ଭାଇ ସହିତ ଥଟ୍ଟା ମଜା କରନ୍ତି? ଥଟ୍ଟା ମଜା କଲି, ଭଲ କଥାରେ କହିଲା ବୟସର ଚକାକୁ ମୁଁ ଗ୍ରୀସିଂ କରିବି। ତମର ଗଡୁ ନାହିଁ। ଆଉ ଦିନେ ମତେ ତମ ପାଖରେ ବସେଇବ ଡାକିବନି। ସତ କଥା କହିଲେ ବାଧି ଯାଉଛି। ବାଧି ଯାଉଛି।